ଅତି ଦୁଃଖଦାୟକ ଘଟଣା ଗୋଟା ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫାଇଲ ବହାଯିବ ହଁ ସାମ୍ ହସ୍ପିଟାଲ ଲୋକ ମରିଯାଇଥିଲେ ଗୋଟା ଇମ୍ପୋର୍ଟାଣ୍ଟ ଫାଇଲ ଗୋଟେ ହୁଲଚୁଲ ହେଇଗଲା ଓଡ଼ିଶା ସେ ଫାଇଲ ହଜିବ ଫେର ସିଏମ୍ଙ୍କ ଅଫିସରୁ ସ୍ୱାମୀଙ୍କର ଯେଉଁ ମୃତ୍ୟୁ ଗୋଟା ଦୀର୍ଘକାଳ ଆନ୍ଦୋଳନ ହେଲା ପଶ୍ଚିମାଞ୍ଚଳ ଲୋକ ପଶି ପାରିଲେନି ଫୋର୍ସ ବି ଯାଇପାରିଲେନି ଭିଆଇପି ମାନେ ଆସିଲେ ଆମେରିକା ଫାମେରିକାରୁ ଫୁଲବାଣୀ ସିଆଡ଼େ ଯାଇପାରିଲେନି ଗୋଟା ଏଡ଼େ ବଡ଼ ଦଙ୍ଗା ହେଇଗଲା ଚାରିଆଡ଼େ ସେ ଫାଇଲଟା ମିସ୍ ହେବ ମୁଖ୍ୟମନ୍ତ୍ରୀ ଅଫିସରୁ ତାହେଲେ ମୁଖ୍ୟମନ୍ତ୍ରୀ କ'ଣ ରେସ୍ପନ୍ସିବଲ୍ ମୁଖ୍ୟମନ୍ତ୍ରୀ କିଏ ଫାଇଲ ମିସ୍ କରିଛି କାହା କଷ୍ଟଡିରେ ଥିଲା ସେ ଫାଇଲ କେମିତି ମିସ୍ ହେଲା ଇନକ୍ୱାରି କରି ସସ୍ପେଣ୍ଡ କର ଜେଲ୍ ପଠା ଭବିଷ୍ୟତରେ ଯେମିତି ଇମ୍ପୋର୍ଟାଣ୍ଟ ଫାଇଲ ସିଏମ୍ ଅଫିସରୁ ମିସ୍ ନ ହୁଏ ଏଗୁଡ଼ା ଅତି ଅନ୍ୟାୟ ଏବେ ତାକୁ ଦେଖିଲା ବେଳକୁ ଆଉ ନାହିଁ ଫାଇଲ ତେଣୁ ଇନକ୍ୱାରି କରି ତୁରନ୍ତ ପଦକ୍ଷେପ ନିଆଯାଉ ନହେଲେ ଆମେ ବାଧ୍ୟ ହୋଇକି ଜନସାଧାରଣ ତରଫରୁ ଘେରାଉ କରିବୁ ଏଗୁଡ଼ା କ'ଣ କଥା ରେଜଲ୍ଟ ଯେଉଁଦିନ ବାହାରିଲା ଏ ସରକାର କରିବେ ସେଇଦିନ ସେ ଫାଇଲ ପଳେଇଛି ତାମାନେ କେଉଁ ଗଭର୍ଣ୍ଣମେଣ୍ଟରେ ଯାଇଛି ସିଏମ୍ ଅଫିସ ସେଥିପାଇଁ ରେସ୍ପନ୍ସିବଲ୍ ସିଏମ୍ କଷ୍ଟୋଡିଆନ୍ ତାଙ୍କ ଅଫିସ ହେଲା କଷ୍ଟୋଡିଆନ୍ କିଏ ସେ ଫାଇଲ ଚାର୍ଜରେ ଥିଲା କେମିତି ସେ ଫାଇଲ ମିସ୍ ହେଲା କେମିତି ଗଲା ଅନୁସନ୍ଧାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆପଣଙ୍କ ଜରିଆରେ ମୋହନ ମାଝୀକି ଅନୁରୋଧ କରୁଛି ଏକଦମ ରାଜନୀତି ତାମାନେ ଭିତିରି ଷଡ଼ଯନ୍ତ୍ର ଏ ଫାଇଲ ଯିଏ ନେଇଛନ୍ତି ଷଡ଼ଯନ୍ତ୍ରକାରୀ ସେ ତେଣୁ ଅନୁସନ୍ଧାନ କରି ଇନକ୍ୱାରି କରି ବୋଲ୍ଡ ଷ୍ଟେପ୍ ନିଆଯାଉ ଆରେଷ୍ଟ କରି ଜେଲକୁ ପଠାଯାଉ